କିନ୍ତୁ ଆମେ ଶୃଙ୍ଖଳିତ ବୋଲି ଲେଟର ଦେଇକି ଆସିଛୁ। ଶୃଙ୍ଖଳାରେ ଆମେ ରାଲି କରିବୁ, ବସିବୁ, ସରକାରଙ୍କୁ ଦାବି ଏଭଳି ମୁଁ ପୂର୍ବରୁ କୌଣସି ସରକାର ଦେଖି ନାହିଁ ଯିଏକି ଆନ୍ଦୋଳନକାରୀ ପ୍ରତି ଯେଉଁ ବ୍ୟବହାର ଦେଖାଉଛନ୍ତି ଏ ଅସହ୍ୟ। ବିଶେଷ କରି ମାଆ ମାନେ ଯେଉଁମାନେ ହେଉଛନ୍ତି ମିଶନ ଶକ୍ତିର କର୍ଣ୍ଣଧାର, ଯେଉଁମାନେ ମିଶନ ଶକ୍ତିକୁ ସୁଦୃଢ଼ କରୁଛନ୍ତି, ସେମାନେ ଯେଉଁ ଦାବି ନେଇ ଆସିଛନ୍ତି ପ୍ରଥମ ଦିନରୁ ତାଙ୍କ ସହିତ ଆଲୋଚନା କରି ମନ୍ତ୍ରୀ ମହୋଦୟା, ଉପମୁଖ୍ୟମନ୍ତ୍ରୀ ମହୋଦୟା ଆର ଗୋଟେ ସମାଧାନ କରିଦେବା ଉଚିତ ଥିଲା। ଆଜି 3 ଦିନ ଧରି ରାଜରାସ୍ତାରେ ବସି ରହିଛନ୍ତି। କିଏ ପିଲା ଛୁଆଙ୍କୁ ଆଣିଛି, ଏଠି ମଧ୍ୟ ଆ ଭିତରେ କାହାର ଦୁର୍ଘଟଣା ହେଲାଣି, କିଏ ସେନ୍ସଲେସ୍ ହେଇଯାଉଛି ଏବଂ ତା ସତ୍ତ୍ୱେ ବି ସେମାନେ ଯେଉଁ ଧୈର୍ଯ୍ୟ ପ୍ରକାଶ କରିଛନ୍ତି ତାଙ୍କୁ ଧନ୍ୟବାଦ ଦେବା କଥା। ଦାବି କ'ଣ? 62,000 ବର୍ତ୍ତମାନ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ 6ଟି ବିଭାଗର, ଯିଏକି ଆମର ଡିଷ୍ଟ୍ରିକ୍ଟ ଲେଭେଲ ଫେଡେରେସନର ଯେଉଁମାନେ ସହଯୋଗୀ ଯେଉଁ ଆନ୍ଦୋଳନ କରିଛନ୍ତି ସେମାନେ 9 ମାସ 10 ମାସ ଦରମା ପାଇନାହାନ୍ତି। ତାଙ୍କ ଦରମା ଅବିଳମ୍ବେ ଦେବାରେ କୌଣସି ସମସ୍ୟା ନାହିଁ, କାରଣ ତାଙ୍କ ଦରମା ଲକ୍ଷାଧିକ ନୁହେଁ। ମାନେ 2,500 ଆରମ୍ଭ ହେଇଥିଲା, ବର୍ତ୍ତମାନ 6,000 ଯାଇକି 10,000 ପହଞ୍ଚି। ଏବଂ ଏମାନେ ମଧ୍ୟ କୌଣସି ଦଳର ନୁହେଁ। ଅନେକ ସମୟରେ ସରକାର ଭାବୁଛନ୍ତି ଇଏ ବୋଧେ ବିଜୁ ଜନତା ଦଳକୁ ଉସ୍କେଇକି କରୁଛି। ଏଟା ବିଜୁ ଜନତା ଦଳର ଇଏ କର୍ମୀ ନୁହନ୍ତି ଯେଉଁଥିପାଇଁ ୟାଙ୍କୁ ଡକା। ଏମାନେ ତାଙ୍କ ନିଜ ସଂଗଠନ ରେଜିଷ୍ଟ୍ରିଭୁକ୍ତ, ଏମାନେ ସହବନ୍ଧିତ ହେଇଛନ୍ତି ବିଜୁ ଶ୍ରମିକ ସାମୁଖ୍ୟ ସହିତ। ବିଜୁ ଶ୍ରମିକ ସାମୁଖ୍ୟ ତାଙ୍କ ଆନ୍ଦୋଳନରେ ଜଣେ ସହଯୋଗୀ ଏବଂ ସେ ଯେଉଁ 10 ଦଫା ଦାବି ଦେଇଛନ୍ତି, ଦାବି ଭିତରେ କ'ଣ? ଗୋଟିଏ ଦାବି ହେଉଛି ବାକିଆ ପାଉଣା ଦିଅ, ଆଉ ଗୋଟେ ହେଉଛି ଆମକୁ ସ୍ଥାୟୀ ନିଯୁକ୍ତି ଦିଅ। ଏଇ ଯେଉଁ 5 ବର୍ଷିଆ କଣ୍ଟ୍ରାକ୍ଟ ଚୁକ୍ତି ରହୁଛି ସେ ନ ରହୁ। ଆପଣ ଜାଣିଥିବେ 2018 ମସିହାରୁ ମିଶନ ଶକ୍ତି ଗୋଟେ ସ୍ୱତନ୍ତ୍ର ଡିପାର୍ଟମେଣ୍ଟ ହେଲା। ତା ପୂର୍ବରୁ ଏମାନେ କାର୍ଯ୍ୟ କରୁଥିଲେ ମହିଳା ଶିଶୁ ବିକାଶ ବିଭାଗ ଅଧୀନରେ। ଯେତେବେଳେ 2018ରୁ ନୂଆ ବିଭାଗ ହେଲା, ନୂଆ ସେକ୍ରେଟାରୀ ହେଲେ, ନୂଆ ମନ୍ତ୍ରୀ ହେଲେ, এই যে স্টাফ যে রইলে সে মিশন শক্তি স্টাফ হবে কি নাই? যদি স্টাফ হেলে সে রেগুলার হবে কি নাই? যে কাম করছেন সে কাম পাই মধ্যে তাকে তো এপ্রিসিয়েসন দৌছ। এই কাম করে মিশন শক্তি আজি সমগ্র ভারত বর্ষে এবং এপরিকি জাতিসংঘরে মধ্যে প্রশংসিত হয়েছে। ওড়িশার পরিচয়କୁ ଆଗେଇ ଯାଇଛନ୍ତି। ସେଇଥିପାଇଁ ଏ ବର୍ତ୍ତମାନ ସରକାର ଯିଏକି କେନ୍ଦ୍ରରେ ଅଛନ୍ତି କି ରାଜ୍ୟରେ ଅଛନ୍ତି, ସେମାନେ ବି କହୁଛନ୍ତି ଆମେ ମିଶନ ଶକ୍ତିକୁ ଆହୁରି ଶକ୍ତିଶାଳୀ କରିବୁ। ଶକ୍ତିଶାଳୀ ଅର୍ଥ ତ ଆହୁରି ଆଗେଇ ଦେବୁ। କିନ୍ତୁ ଆଗେଇ ଦେବା ଅର୍ଥ ନା ଆଜି ସବୁ ମିଶନ ଶକ୍ତିର ମା ମାନେ ଆସିକି ଏଇ ଭୁବନେଶ୍ୱର ରାଜଦାଣ୍ଡରେ ଯେଉଁ ଧାରଣା ଦେଇଛନ୍ତି 3 ଦିନ ହେଲା, ଅତୀତରେ କେବେ ହେଇନାହିଁ। ରାତି ଦିନ 24 ଘଣ୍ଟା ଏଇଠି ପଡ଼ିକି ରହିବା ଛୁଆକୁ ଧରିକି ଇଏ ଶୀତ ରାତିରେ ଇଏ ଅମାନୁଷିକ ଭାବରେ ଇଏ ସରକାର ବ୍ୟବହାର କରୁଛି। ମୋର ଅନୁରୋଧ ଆକୁ ମନ୍ତ୍ରୀ ମହୋଦୟ, ଉପମୁଖ୍ୟମନ୍ତ୍ରୀ ମହୋଦୟା ନିଜେ ଆର ସମସ୍ୟାକୁ ଆନ୍ତରିକ ସହିତ ଅନୁସନ୍ଧାନ କରନ୍ତୁ। ଆଙ୍କର ଦାବି ଗୁଡ଼ିକ ବାସ୍ତବତା ଅଛି କି ନାହିଁ, ଏଥିରେ ରାଜନୀତିର ଦୃଷ୍ଟିକୋଣରୁ ବିଚାର ନ କରି ମିଶନ ଶକ୍ତିକୁ ଶକ୍ତିଶାଳୀ କରିବା ପାଇଁ ତାଙ୍କର ଯେଉଁ ସମସ୍ୟା ଅଛି, ଦାବି ଅଛି, ତାକୁ ପୂରଣ କରିପାରିଲେ ଏ ବିଭାଗ ଆହୁରି ଶକ୍ତିଶାଳୀ ହେବ। ଏଥିରେ ଗୁରୁବାର ରବିବାର କ'ଣ, ରାତି କ'ଣ, ଦିନ କ'ଣ, ଆନ୍ଦୋଳନ କ'ଣ କି ଦିନ ଥାଏ? ଯାହାର ଗୁରୁବାର କରିବେ ଏଇଠି କରିବେ, ଆଉ ଆନ୍ଦୋଳନ କରିକି ଆକୁ ଛାଡ଼ିକି ଯିବେ କି? ତେଣୁକରି ଶୁଣନ୍ତୁ, ଆପଣ ଯେଉଁଟା କହିଲେ ମିଶନ ଶକ୍ତିକୁ ଶକ୍ତିଶାଳୀ ନ କରି ଦୁର୍ବଳ କରିବା ପାଇଁ ଏ ଯେଉଁ ଉଦ୍ୟମ ଚାଲିଛି, ସେ ଉଦ୍ୟମ ସଫଳ ହେବ ନାହିଁ।